ଏକତା ପାର୍ବତୀ ମାତା ଈଶ୍ୱରଙ୍କଠାରୁ ବ୍ରହ୍ମଜ୍ଞାନ ଶିକ୍ଷା କରିବା ପାଇଁ ଖୁବ୍ ଆଗ୍ରହ ପ୍ରକାଶ କଲେ। ତେଣୁ ଈଶ୍ୱର ପାର୍ବତୀଙ୍କୁ ନିଜ ସାଙ୍ଗରେ ନେଇ ନୈମିଷାରଣ୍ୟରେ ପହଞ୍ଚିଲେ। ନୈମିଷାରଣ୍ୟ ହେଉଛି ଗୋଟିଏ ସୁନ୍ଦର ଓ ପବିତ୍ର ସ୍ଥାନ। ସେଠାରେ ମୁନି ଋଷିମାନେ ବାସ କରନ୍ତି। ଈଶ୍ୱର ଓ ପାର୍ବତୀ ଦୁହେଁ ସେହି ଅରଣ୍ୟରେ ଏକ ନିକାଞ୍ଚନ ସ୍ଥାନରେ ଯାଇ ଉପସ୍ଥିତ ହେଲେ। ସେଠାରେ ଗୋଟିଏ ବିରାଟ ଚମ୍ପା ଗଛ ଥାଏ। ସେହି ଚମ୍ପା ଗଛ ଫୁଲ ଫୁଟି ତାହା ଅତ୍ୟନ୍ତ ରମଣୀୟ ଦିଶୁଥାଏ। ଚମ୍ପା ଫୁଲ ତ ସହଜେ ଶିବଙ୍କର ଅତି ପ୍ରିୟ। ତେଣୁ ସେହି ଗଛମୂଳେ ଈଶ୍ୱର ପାର୍ବତୀ ଦୁହେଁ ଯାଇ ବସିଲେ। ତାପରେ ଈଶ୍ୱର ପାର୍ବତୀ ମାତାଙ୍କୁ ବ୍ରହ୍ମଜ୍ଞାନ ବିଷୟରେ ଶିକ୍ଷା ଦେବାକୁ ଲାଗିଲେ। ସେହି ଚମ୍ପା ଗଛ କୋରଡ଼ରେ କାହିଁ କେତେ କାଳରୁ ଗୋଟିଏ ମୃତ ଶୁକ ପକ୍ଷୀର କଙ୍କାଳଟିଏ ପଡ଼ି ରହିଥିଲା। ବ୍ରହ୍ମଜ୍ଞାନ ଶୁଣି ସେ ଶୁକ ପକ୍ଷୀଟି କଙ୍କାଳ ଉପରେ ମାଂସ, ଚର୍ମ ଓ ଡେଣା ଇତ୍ୟାଦି କଅଁଳି ଉଠିଲା। କିଛି ସମୟ ପରେ ତା ଦେହରେ ଜୀବନ ସଞ୍ଚାର ବି ହେଲା। ଜୀବନ ଲାଭ କଲାପରେ ପକ୍ଷୀଟି ନିଜର ସ୍ୱଭାବବଶତଃ ରାବ କରିବାକୁ ଲାଗିଲା। ଗଛ ଡାଳରେ ପକ୍ଷୀଟିଏ ରାବ କରିବାରୁ ଶିବ ହଠାତ୍ ବିଚଳିତ ହୋଇ ପଡ଼ିଲେ। କାରଣ ବ୍ରହ୍ମଜ୍ଞାନ ସେ ଅନ୍ୟ କେହି ଶୁଣିବା ଆଦୌ ଉଚିତ ନୁହେଁ। ସାମାନ୍ୟ ଶୁକ ପକ୍ଷୀଟି ପୁଣି ବ୍ରହ୍ମଜ୍ଞାନର ଅଧିକାରୀ ହୋଇଗଲା। ଏହା ତ ବଡ଼ ଅନ୍ୟାୟ। ସେ ଶୁକ ପକ୍ଷୀକୁ ଭସ୍ମ କରିଦେବେ ବୋଲି ଶିବ ବିଚାରିଲେ। ଶିବଙ୍କୁ ଦେଖି ସେ ଶୁକ ପକ୍ଷୀଟି ଅତି ଭୟରେ ସେଠାରୁ ପଳାଇଲା। ସେ ପକ୍ଷୀଟି ତାର ଆତ୍ମରକ୍ଷା କରିବା ପାଇଁ ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ ତିନିପୁରେ ଯାଇ ବୁଲି ଆସିଲା। କେହି ବି ଶିବଙ୍କ ଭୟରେ ସେ ପକ୍ଷୀଟିକୁ ଆଦୌ ଆଶ୍ରୟ ଦେଲେ ନାହିଁ। ଶେଷରେ ସେ ଶୁକ ପକ୍ଷୀଟି ଯାଇ ବିଷ୍ଣୁଙ୍କ ପାଖରେ ଶରଣ ପଶିଲା। ଭଗବାନ ବିଷ୍ଣୁ ତ ସହଜେ ଅତ୍ୟନ୍ତ ଦୟାଳୁ। କେହି ବିଷ୍ଣୁ ଅତି ଆଦରରେ ସେ ପକ୍ଷୀଟିକୁ ଆଉଁସି ଦେଲେ। ବର ପ୍ରଦାନ କରି ତାକୁ କହିଲେ, ତୁ ମହର୍ଷି ବ୍ୟାସଦେବଙ୍କ ପୁତ୍ର ହୋଇ ଜନ୍ମଗ୍ରହଣ କରିବୁ। ତୁ ହେବୁ ମହାଜ୍ଞାନୀ। ତୋରି ଜରିଆରେ ମୋର ଯଶ ଓ ଜଗତର ପ୍ରଚାରିତ ହେବ। ଆଜିଠାରୁ ଶୁକ ପକ୍ଷୀ ଜାତିରେ ଯେଉଁମାନେ ଜନ୍ମଗ୍ରହଣ କରିବେ ସେମାନେ ସକାଳୁ ଉଠି ରାମକୃଷ୍ଣ ନାମ ଜପ କରିବେ। ଏହି ନାମ ଶୁଣି ଲୋକମାନେ ବି ଏ ସଂସାରରୁ ଉଦ୍ଧାର ପାଇବେ। ବିଷ୍ଣୁଙ୍କର ବର ପାଇ ସେଦିନଠାରୁ ସେ ଶୁଆ ଅମର ହୋଇଗଲା। ଏଥର ମହାଦେବ ତାର ଅବା ଆଉ କ'ଣ କରିବେ? ସେ ଶିବ। ତେଣୁ ଖାଲି କ୍ରୋଧରେ ନିଜର ବିଶ୍ୱରୂପ ପ୍ରକାଶ କଲେ। ଶିବଙ୍କର ଜିଦ୍ ଯେମିତି ହେଉ ସେ ଶୁକ ପକ୍ଷୀକୁ ଧରି ଭସ୍ମ କରିବେ। ଶୁକ ବିଷ୍ଣୁଙ୍କ ଶରଣ କରିବାରୁ ବିଷ୍ଣୁ ତାକୁ ତୁରନ୍ତ କଳ୍ପବୃକ୍ଷକୁ ପଠାଇଦେଲେ। ନିଶ୍ଚିତ ମନରେ ସେହି କଳ୍ପବୃକ୍ଷର ଉପରେ ଶାଖାରେ ନିର୍ଭୟରେ ସେ ଶୁକ ପକ୍ଷୀଟି ବସିଥାଏ। ଏତିକି ଖାଲି ପ୍ରଭୁଙ୍କର ନାମ ଜପ କରୁଥାଏ। ଈଶ୍ୱର ଯେତେବେଳେ ହାତ ବଢ଼ାଇଲେ ମଧ୍ୟ ସେ କଳ୍ପବୃକ୍ଷକୁ ତାହା ଆଦୌ ପାଏ ନାହିଁ। ବିଷ୍ଣୁଙ୍କ ପ୍ରଭାବରେ ସେ ଶୁକ ପକ୍ଷୀଟି ଯେମିତି ଉପରକୁ ଉପରକୁ ବଢ଼ି ଚାଲିଥାଏ। ଈଶ୍ୱର ରତ୍ନଗିରି, ହୀରା ପର୍ବତ, ନୀଳଗିରି, ମୋତିଗିରି ପ୍ରଭୃତି ପର୍ବତମାନଙ୍କୁ ଦେଖି ତା ଉପରେ ସେ ଚଢ଼ିଲେ। ତଥାପି ବି ସେ କଳ୍ପବୃକ୍ଷକୁ ଶିବଙ୍କର ହାତ ଆଦୌ ପାଇଲା ନାହିଁ। ଶେଷରେ ଈଶ୍ୱର କେବଳ ହତାଶ ହୋଇ ସେଠାରେ ରହିଲେ। ଠିକ୍ ଏହି ସମୟରେ ସେ ବ୍ୟାସଦେବଙ୍କ ପତ୍ନୀ ଶ୍ରିୟାବତୀ ନଦୀରେ ସ୍ନାନ କରୁଥାନ୍ତି। ପାଟି ଆଁ କରି ପାଣି କୁଳୁକୁଳୁ କରୁଥିବା ବେଳେ ଶୁକ ପକ୍ଷୀ ଶ୍ରିୟାବତୀଙ୍କ ପାଟି ବାଟେ ତାଙ୍କ ଗର୍ଭରେ ଆଶ୍ରୟ ଗ୍ରହଣ କଲା। ଏତିକିବେଳେ ସେଠାରେ ଈଶ୍ୱର ଆସି ପହଞ୍ଚିଲେ। ତାପରେ ଶ୍ରିୟାବତୀ ବି ପୁଅଟିଏ କାମନା କରି ଶିବଙ୍କୁ ପ୍ରାର୍ଥନା କଲେ। ଶିବ ସେ ଶ୍ରିୟାବତୀଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ କହିଲେ, ତୁମେ ପୁତ୍ରବତୀ ହୁଅ। ମହାଜ୍ଞାନୀ ଶୁକଙ୍କୁ ତୁମେ ପୁତ୍ର ରୂପେ ଲାଭ କର। ସେ ଏତିକି କହି ଶୁକମୁନି ଭାବରେ ପରିଚିତ ହେବେ ଏବଂ ସେ ସଂସାରରେ ପ୍ରଭୁଙ୍କର ନାମ ପ୍ରଚାର କରିବେ। ଶେଷରେ ତାହା ହିଁ ହେଲା। ଶୁକ ପକ୍ଷୀଟି ବ୍ୟାସଦେବଙ୍କ ପୁତ୍ର ରୂପେ ଜନ୍ମ ନେଲା। ଏହି ପୁତ୍ରର ନାମ ହେଲା ଶୁକଦେବ। ଶୁକଦେବ ଥିଲେ ଜଣେ ମହାନ ବ୍ରହ୍ମଜ୍ଞାନୀ। ଆଜି ପର୍ଯ୍ୟନ୍ତ ସଂସାରରେ ତାଙ୍କ ଯଶ ସେମିତି ଅକ୍ଷୟ ହୋଇ ରହିଛି।